ଆଉ ଅଧ ଘଣ୍ଟା କି 45 ମିନିଟ୍ ନୁହେଁ 1.5 ଘଣ୍ଟା ପୂର୍ବରୁ ପରୀକ୍ଷା ହଲ୍କୁ ଏଣ୍ଟ୍ରି କରିବେ ମେଟ୍ରିକ୍ ପରୀକ୍ଷାର୍ଥୀ। ଆସନ୍ତା 20ରୁ ହେବାକୁ ଥିବା ମେଟ୍ରିକ୍ ପରୀକ୍ଷାରେ କପି ରଖିବାକୁ ଏଭଳି ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ। ତାହା ସହ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ବୋର୍ଡ ମୋବାଇଲ କଟକଣା ଜାରି କରିଛି। ତେବେ ଏହି ନିଷ୍ପତ୍ତି ବାସ୍ତବରେ କାର୍ଯ୍ୟକାରୀ ହୋଇପାରିବ ତ ତାକୁ ନେଇ ପ୍ରଶ୍ନ ଉଠିବା ସହ ନିର୍ବାଚନୀ ବର୍ଷରେ ସୁରୁଖୁରୁରେ ପରୀକ୍ଷା ପରିଚାଳନା ଓ ତ୍ରୁଟି ଶୂନ୍ୟ ମୂଲ୍ୟାଙ୍କନକୁ ନେଇ ନାନା ଶଙ୍କା ହେଉଛି। ପାଖେଇ ଆସିଲାଣି ଛାତ୍ରଛାତ୍ରୀଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ସୋପାନ ବୋଲି କୁହାଯାଉଥିବା ମେଟ୍ରିକ୍ ପରୀକ୍ଷା ମଝିରେ ରହିଲା ଆଉ 2 ସପ୍ତାହ। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ପରୀକ୍ଷା। ଏଥିପାଇଁ ତତ୍ପର ପ୍ରାଥମିକ ଶିକ୍ଷା ବୋର୍ଡ କପି ରଖିବାକୁ ନୂଆ ଫର୍ମୁଲା ସ୍ୱରୂପ ଏଣିକି 1.5 ଘଣ୍ଟା ପୂର୍ବରୁ ପରୀକ୍ଷା ହଲ୍କୁ ପଶିବେ ପରୀକ୍ଷାର୍ଥୀ। ଅର୍ଥାତ୍ ସକାଳ 9ଟାରେ ପରୀକ୍ଷା ଥିବାବେଳେ 7:30ରୁ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯିବ ପ୍ରାର୍ଥୀକୁ। 8ଟା 15 ମିନିଟ୍ ପରେ ଆଉ କାହାକୁ ପ୍ରବେଶ ଅନୁମତି ନାହିଁ। କେବଳ ସେତିକି ନୁହେଁ, ଏଥର ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ରହିବେ ପର୍ଯ୍ୟବେକ୍ଷକ। ପ୍ରଶ୍ନପତ୍ର ଆସିବା ଠାରୁ ପରୀକ୍ଷା ସରିବା ଖାତା ଯିବା ପର୍ଯ୍ୟନ୍ତ ଟିକିନିଖି ତଦାରଖ କରିବେ। ଏହାର ଦାୟିତ୍ୱ ଦିଆଯିବ ବିଓ ଓ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ। କେବଳ ଏତିକି ନୁହେଁ, ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେଇପାରିବେ ନାହିଁ। ଏ ବର୍ଷ ମେଟ୍ରିକ୍ ପରୀକ୍ଷା ପାଇଁ ଆବେଦନ କରିଛନ୍ତି 5,51,611 ଛାତ୍ର। ବୋର୍ଡ ପକ୍ଷରୁ 3,063ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର 11ଟି ପୋଲିସ ଷ୍ଟେସନକୁ ନୋଡାଲ ସେଣ୍ଟର କରାଯାଇଛି। ଆସନ୍ତା 20ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ 16 ତାରିଖରୁ ଖାତା ଦେଖାହେବ ଆରମ୍ଭ। 30 ତାରିଖରେ ସରିବ। ତେବେ ଆଗକୁ ସାଧାରଣ ନିର୍ବାଚନ, ସେଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି ବା ପୋଲିଂ ଡ୍ୟୁଟି ବି ପଡ଼ିବ।